ମରଣାଥା ଆସନ୍ତୁ ପ୍ରଭୁଙ୍କ ଲୋକମାନେ ଆମେ ପ୍ରଭୁଙ୍କ ବାକ୍ୟ ଶୁଣିବା, ପ୍ରଭୁଙ୍କ ବାକ୍ୟକୁ ଧ୍ୟାନ କରିବା। ପ୍ରଭୁଙ୍କ ଲୋକମାନେ ଦେଖନ୍ତୁ, ଆଜି ଯେଉଁ ବିଷୟ ଶିଖିବା, ଏ ବିଷୟରେ କେବଳ ଆମମାନେ ମାରଣାଥା ବିଷୟରେ ଶିଖିବା। ଏ ମାରଣାଥା ଯେଉଁ ଅର୍ଥ ହେଉଛି ହେ ପ୍ରଭୁ ଆସନ୍ତୁ, ଏ ବିଷୟରେ ଆମେ ବୁଝିବା। ଦେଖନ୍ତୁ, ଏଇଟା ଲେଖା ଅଛି ପ୍ରଥମ କରିନ୍ଥୀୟ ତାର 16 ତାର 23 ପଦ। ଦେଖ, ପ୍ରଥମ କରିନ୍ଥୀୟ 16 ପର୍ବ ତାର 23 ପଦ। ମାରନାଥା, ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ତୁମମାନଙ୍କ ସହବର୍ତ୍ତୀ ହେଉ। ଆମେନ୍। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ଏଠାରେ ପ୍ରଥମ କରିନ୍ଥୀୟ 16 ତାର 23 ଲେଖା ଅଛି ମାରଣାଥା। ଏ ମାରଣାଥା ଅର୍ଥ ହେଉଛି ହେ ପ୍ରଭୁ ଆସନ୍ତୁ। ଦେଖନ୍ତୁ ପ୍ରଭୁଙ୍କ ସନ୍ତାନ ମାନେ, ଏ ମାରଣାଥା କୋଉ ଲୋକମାନେ କରିବେ? ଏ ମାରଣାଥା କରିବା ଲୋକମାନେ ସଜିତ ହେଇଥିବା ଲୋକମାନେ କରିବେ। କନ୍ୟା ସେମାନେ ସଜିତ ହେଇ କରିଥିବେ, ସୁଶୋଭିତା ସଦୃଶ୍ୟ। ଏ ସୁଶୋଭିତା ସଦୃଶ୍ୟ ଏ ସଜିତ କନ୍ୟା ସେମାନେ କହିପାରିବେ କି ହେ ପ୍ରଭୁ ଆସନ୍ତୁ। ଏ ମାରଣାଥା ଅର୍ଥ ହେଉଛି ହେ ପ୍ରଭୁ ଆସନ୍ତୁ। ପ୍ରଭୁଙ୍କ ଲୋକମାନେ ଦେଖନ୍ତୁ, ସେ ବିଷୟରେ ଟିକେ ଆମେ ବୁଝିବା। ତାର ପ୍ରକାଶିତ ତାର 22 ତାର 20 ଦେଖିବା। ପଢ଼ନ୍ତୁ, ପ୍ରକାଶିତ 22 ପର୍ବ ତାର 20 ପଦ। ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, ସତ୍ୟ ଆମ୍ଭେ ଶୀଘ୍ର ଆସୁଅଛୁ। ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ଏଇଟା ହେଉଛି ତାଙ୍କର ଅର୍ଥ। ମାରଣାଥା ଅର୍ଥ ହେଉଛି ହେ ପ୍ରଭୁ ଆସନ୍ତୁ। ଏଇଟା କୋଉ ଲୋକମାନେ କହିପାରିବେ? ଏଇ ସଜିତ ଥିବା କନ୍ୟା ମାନେ କହିପାରିବେ। ସେମାନେ ଏଇ ସୁଶୋଭିତା କନ୍ୟା, ସଜିତ ଥିବା କନ୍ୟା, ଏମାନେ କହିପାରିବେ ହେ ପ୍ରଭୁ ଆସନ୍ତୁ ବୋଲି ସେମାନେ କହିପାରିବେ। ଆଉ ଯେଉଁ ଲୋକ ସଜିତ ହେଲାର ନାହିଁ, ସେମାନେ ହେ ପ୍ରଭୁ ଆସ ବୋଲି ସେମାନେ କହିପାରିବେ ନାହିଁ। ତାଙ୍କୁ ସେ ପ୍ରକାର ଶକ୍ତିମତ ନଥିବ, ସେ ପ୍ରକାର ସାହସ ନଥିବ, ସେ ପ୍ରକାର ଅଧିକାର ମଧ୍ୟ ନଥିବ, ସେ ପ୍ରକାର ସେ କହି ମଧ୍ୟ ପାରିବେ ନାହିଁ। ପ୍ରଭୁଙ୍କ ଲୋକମାନେ ମାତ୍ର ଯେଉଁ କନ୍ୟା ସଜିତ କରିଥିବେ, ସେମାନେ କହିପାରିବେ କି ହେ ପ୍ରଭୁ ଆସନ୍ତୁ ବୋଲି ସେମାନେ କହିପାରିବେ। ସେଥିଯୋଗୁଁ ପ୍ରଭୁଙ୍କ ଲୋକମାନେ ଆଜି ଯେଉଁ ବିଷୟ ଆମେ ଶୁଣୁଛୁ, ଶିଖୁଛୁ, ଯେ ଅଳ୍ପ ବିଷୟରେ ଏ ମାରଣାଥା ବିଷୟରେ ଆମେ ଶିଖୁଛୁ। ଏ ମାରଣାଥା କୋଉ ଲୋକମାନେ କରିବେ ବୋଲବାଟା ଆମେ ଶିଖୁଛୁ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ଏଠାରେ ପ୍ରକାଶିତ 22:20 ଆମେ ଦେଖ ଏଠାରେ ଆମେ ପାରିଲୁ ଯେ ହେ ପ୍ରଭୁ ଆସନ୍ତୁ ବୋଲି କହିଥିବା ଲୋକମାନେ ସେମାନେ ସଜିତ କନ୍ୟା ମାନେ ଡାକ ପକାଇବେ। ଯେ କୌଣସି ଏ ଜଗତରେ ପ୍ରଭୁଙ୍କ ଲୋକମାନେ ସଜିତ କନ୍ୟା ହେଇଥିବେ, ସଜା ହେଇଥିବେ, ସେମାନେ ପରସ୍ପର ସଜାଇବେ ନାହିଁ, ସେମାନେ ସଜା ହେଇଥିବେ, ସେମାନେ କହିପାରିବେ। ଦେଖନ୍ତୁ, ଏ ଜଗତ ବିଷୟରେ ଦେଖାବାକୁ ଗଲେ ପ୍ରଭୁଙ୍କ ଲୋକମାନେ, ଏଠାରେ ଯେଉଁ କନ୍ୟାକୁ ଯେଉଁ ବାଗଦାନ ଯେଉଁ ହେଉଥିବ, ଏ କନ୍ୟାକୁ ବାଗଦାନ ହେବା ସମୟରେ କେବଳ ସେ କାହାର ଅଧିକାରରେ ଥିବ? ସେ ବରଙ୍କର ଅଧିକାରରେ ଥିବ। ତାପରେ ଏ କନ୍ୟା ସେ ସଜିତ କରିଥିବ। କି ସମୟ ସଜିତ କରିଥିବ କହିଲେ, ଆକୁ ବାଗଦାନ ହେଇଯାଇଥିବ, ସେ ଜାଗ୍ରତରେ ଥିବ। ମାତ୍ର ସେ କନ୍ୟା ଭିତରେ এই ପ୍ରକାର ତାର ଗୋଟେ ଅଧିକାର ଥିବ ଯେ ସେ ବରକୁ ସେ ଡାକି ପାରିବେ, ବରକୁ ଆସ ବୋଲି କହିପାରିବେ। हे प्रभु आसंत बोलिकिना से कन्या କହିପାରିବେ ପ୍ରଭୁଙ୍କ ଲୋକମାନେ। ସେଇ ପ୍ରକାର ଦେଖନ୍ତୁ, ଜଗତ ବିଷୟରେ ତାଙ୍କର ଅଧିକାର ଅଛି। ଏ ବର କନ୍ୟା ଯେତେବେଳେ ବାଗଦାନ ହେଲା ପରେ ଏ କନ୍ୟାର ଅଧିକାର ଅଛି, ଆସନ୍ତୁ ବର ବୋଲି କହିଲେ ବର ଆସିବେ। ସେ ପ୍ରକାର ଏଠାରେ ମଧ୍ୟ ଦେଖାବାକୁ ଗଲେ ପ୍ରଭୁଙ୍କ ଲୋକମାନେ, ଏ ଯୋଉ କନ୍ୟା ସଜିତ କରିଥିବେ, ସେ କନ୍ୟା ଡାକି ପାରିବେ କି ମାରଣାଥା ବୋଲି କହିପାରିବେ। ସେମାନେ କହିପାରିବେ ମାରଣାଥା ବୋଲି, ସେ ତାର ଅର୍ଥ ହେ ପ୍ରଭୁ ଆସନ୍ତୁ ବୋଲି ସେମାନେ କହିପାରିବେ।
আর যে কন্যাকে ସଜିତ ନଥିବେ ସେମାନେ ମାରାତ୍ମା ମଧ୍ୟ କରିପାରିବେ ନାହିଁ। ହେ ପ୍ରଭୁ ଆସନ୍ତୁ ବୋଲି ସେମାନେ କହିପାରିବେ ନାହିଁ। ସେଥିଯୋଗୁଁ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ସନ୍ତାନମାନେ ଆମମାନେ ବୁଝୁଛୁ ଯେ ଏ ମାରଣତା ଅର୍ଥ ଆମେ ବୁଝୁଛୁ। ହେ ପ୍ରଭୁ ଆସନ୍ତୁ ବୋଲି ଯୋଉଟା କୁହାହଉଛି ସେଟା ବୁଝୁଛୁ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ଏଠାରେ ଆମମାନେ ପ୍ରକାଶିତ ତାର 19 ତାର 7 ପଦ ଟିକେ ଦେଖିବା। ଆପଣମାନେ ଧ୍ୟାନରେ ବାକ୍ୟ ପଢ଼ା ସମୟରେ ଶୁଣନ୍ତୁ ଆଉ ବାକ୍ୟକୁ ସମ୍ପୂର୍ଣ୍ଣରେ ଅଳ୍ପ ବୁଝନ୍ତୁ। ପ୍ରକାଶିତ 19 ତାର 7 ପଦ ଟିକେ ଦେଖିବା। ଆସ ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷ ଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ଏଠାରେ ଆମମାନେ କହିବା କଥା ନୁହେଁ। ଏଠାରେ ବାଇବଲ ଲେଖା ଅଛି ତାଙ୍କ କନ୍ୟା କେବଳ ସଜ୍ଜିତ କରି ଅଛି। କାହାର କନ୍ୟା ସେଟା? ମେଷ ଶାବକଙ୍କର କନ୍ୟା, ଅର୍ଥାତ୍ ସେ ବରଙ୍କର କନ୍ୟା। ଏଟା ଦେଖିବାକୁ ଗଲେ ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ଏଠାରେ ପ୍ରକାଶ ଯୋଉ 19:7 ଲେଖା ଅଛି ଆସ ବୋଲି ଲେଖା ଅଛି। ପଢନ୍ତୁ ସେ ଆରମ୍ଭ ଟିକେ। ଆସ ଆମ୍ଭେମାନେ ଆନନ୍ଦ ଆସ ଆମମାନେ ଆନନ୍ଦ କରୁ। ଆସ ବୋଲି କିଏ ଡାକୁଛନ୍ତି ପ୍ରଭୁଙ୍କ ଲୋକମାନେ? ଆସ ଆମମାନେ ଆନନ୍ଦ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ। ତାହାଙ୍କୁ ଗୌରବ ପ୍ରଦାନ କରୁ। କାହାକୁ ଗୌରବ ପ୍ରଦାନ କରୁ? ଏଠାରେ କାହାକୁ ବୋଲି କହୁଛି ପ୍ରଭୁଙ୍କ ଲୋକମାନେ? ସେ କନ୍ୟାକୁ ଗୌରବ ଦେଲେନି। ସେ କନ୍ୟାକୁ ଗୌରବ ଦେଲେନି। ଆସ ଆମମାନେ ଆନନ୍ଦ ଉଲ୍ଲାସ କରୁ। ଏ ଆନନ୍ଦ କର ଲୋକ କିଏ? କୋଉ ଲୋକମାନେ ଆନନ୍ଦ କରିବେ? ଆଉ ଦେଖାବାକୁ ଗଲେ ପ୍ରଭୁଙ୍କ ଲୋକମାନେ ସ୍ୱର୍ଗଦୂତ ମାନେ ମଧ୍ୟ ଆନନ୍ଦ କରିବେ। ଏ ଆସ ବୋଲି ଯୋଉ କନ୍ୟା କହୁଛି, ଏ ସଜ୍ଜିତ ହେଇଥିବା କନ୍ୟା, এই ପ୍ରକାର କନ୍ୟା କହୁଛନ୍ତି ପ୍ରଭୁଙ୍କ ଲୋକମାନେ। ଆସ ବୋଲି ଯୋଉ କନ୍ୟା ଡାକୁଛନ୍ତି, କାହାକୁ ଆସ ବୋଲି ଡାକୁଛନ୍ତି? ଆସ ଆମମାନେ ଆନନ୍ଦ କରୁ। କାହାକୁ ଡାକୁଛନ୍ତି? କେବଳ ଏଇ କନ୍ୟା ଡାକୁଛନ୍ତି। ସ୍ୱର୍ଗର ଦୂତ ମାନଙ୍କୁ ମଧ୍ୟ ଡାକୁଛନ୍ତି। ଆଉ ସେମାନେ ମଧ୍ୟ କହୁଛନ୍ତି ଆମମାନେ ସମସ୍ତେ ଆନନ୍ଦ କରିବା, ଆମ ଆନନ୍ଦରେ ଆମେ ପୂର୍ଣ୍ଣ ହେବା, ଆମମାନେ ତାଙ୍କୁ ଗୌରବ ପ୍ରଦାନ କରିବା। କାହାକୁ ଗୌରବ? ଏଠାରେ ସେ ସଜିଥିବା କନ୍ୟା ଗୌରବ ଦେବା ପାଇଁ। ଦେଖନ୍ତୁ ପଢନ୍ତୁ। କାରଣ ମେଷ ଶାବକଙ୍କ ବିବାହ ସମୟର ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ତାଙ୍କ କନ୍ୟା ଆପଣଙ୍କୁ ସଜ୍ଜିତ କରିଅଛି। এই କନ୍ୟାକୁ ଗୌରବ ଦେଲେନି। କିସ ଗୌରବ ଦେଲେନି? এই କନ୍ୟା ସଜ୍ଜିତ କରି ଅଛି। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ଏବେ ଆମ ଜଗତ ବିଷୟରେ ଦେଖାବାକୁ ଗଲେ ଯେତେବେଳେ କନ୍ୟାକୁ କିଏ ସଜାଇବେ? କନ୍ୟାର ବନ୍ଧୁ ଲୋକମାନେ ମଧ୍ୟ ସଜାଇ ପାରିବେ। କନ୍ୟାର ମିତ୍ରୀ ମାନେ ମଧ୍ୟ ସଜାଇ ପାରିବେ। ସେମାନେ ସେ କନ୍ୟାକୁ କେବଳ ପାଦ ପର୍ଯ୍ୟନ୍ତ, ମସ୍ତକ ପର୍ଯ୍ୟନ୍ତ ସେମାନେ ସଜାଇବେ। ମାତ୍ର ଏଠାରେ ଦେଖିବାକୁ ଗଲେ ଏ ଯୋଉ ପ୍ରକାଶରେ ଯୋଉ କନ୍ୟା ଅଛି, ଏ ବାଇବଲରେ ଯୋଉ କନ୍ୟା ଅଛି, এই କନ୍ୟାକୁ କିଏ ସଜାଇବେ ନାହିଁ। ଏଟା ଲେଖା ସେ ଆପଣଙ୍କୁ ସଜ୍ଜିତ କରିଅଛି। ସେ କନ୍ୟାକୁ ପ୍ରଭୁଙ୍କ ଲୋକମାନେ ନିଜେ ସଜାଇବାର ଅଛି। ସେ କନ୍ୟା ନିଜେ ସଜାଇ ଅଛନ୍ତି। ଏ ଜଗତର ବିଷୟରେ ଦେଖିବାକୁ ଗଲେ ପରସ୍ପର ନିଜର ବନ୍ଧୁ ମିତ୍ରମାନେ ସଜାଇ ଦେବେ। ମାତ୍ର এই ବାଇବଲ ଯୋଉଟା ଅଛି ପ୍ରଭୁଙ୍କ ଲୋକମାନେ, ଆମେ ନିଜେ ସଜ୍ଜିତ ହେବାର ଅଛି, ନିଜେ ସଜାଇବାର ଅଛି। ସେଥିଯୋଗୁଁ ଏଇଟା ଲେଖା ଅଛି ଆସ ଆମମାନେ ଆନନ୍ଦ ଉଲ୍ଲାସ କରୁ, ତାହାଙ୍କୁ ଗୌରବ ପ୍ରଦାନ କରୁ। ମେଷ ଶାବକଙ୍କ ବିବାହ ଉପସ୍ଥିତ, এই ପ୍ରକାର ଲେଖା ଅଛି। ତାଙ୍କ କନ୍ୟା ଆପଣଙ୍କୁ ସେ ସଜ୍ଜିତ କରି ଅଛନ୍ତି। ସେ ନିଜେ ସଜାଇ ଅଛନ୍ତି। ସେ ପ୍ରକାର ପ୍ରଭୁଙ୍କ ଲୋକମାନେ, ଏ ନିଜେ ସଜ୍ଜିତ ହେଇଥିବା ଲୋକମାନେ ହିଁ ସେମାନେ ମାରଣାତା କରିପାରିବେ। ସେମାନେ କହିପାରିବେ ହେ ପ୍ରଭୁ ଆସନ୍ତୁ ବୋଲି ସେମାନେ କହିପାରିବେ। ଆପଣମାନେ ସଜ୍ଜିତ କରି ଅଛନ୍ତି କି? ଜଗତ ଲୋକମାନେ ସଜ୍ଜିତ କରି ଅଛନ୍ତି କି? ବିଶ୍ୱାସୀ ମାନେ ସଜ୍ଜିତ କରି ଅଛନ୍ତି କି? ଆମମାନେ ସେ ପ୍ରକାର ସଜ୍ଜିତ ହେଇଥିବାର ଅଛି ପ୍ରଭୁଙ୍କ ଲୋକମାନେ। ତାହେଲେ ଆମମାନେ ମାରଣାତା କରିପାରିବାର ମଧ୍ୟ ଆମମାନଙ୍କର ଉତ୍ତମ ଗୋଟେ ହେବ, ସ୍ୱଭାବ ହେବ। ସେଥିଯୋଗୁଁ
ଏଠାରେ ଦେଖିବା ପାଇଁ ଗଲେ ହେ ପ୍ରଭୁ ଆସନ୍ତୁ, ଏଇ ସଜିତ କନ୍ୟା ହିଁ ଡାକୁଛନ୍ତି। କିସ୍ ପାଇଁ ଡାକୁଛନ୍ତି? ଏଇ କନ୍ୟା ସହିତ ପ୍ରେତପାଳ କହୁଛନ୍ତି ତୁମମାନଙ୍କ ନିମନ୍ତେ ବାଗଦାନ ତମେ ହେଇଅଛ। ପ୍ରଭୁ ତୁମମାନଙ୍କୁ ବାଗଦାନ କରୁଛନ୍ତି। କେବଳ ଆମମାନେ କହିବା କଥା ନୁହେଁ, ପ୍ରେତପାଳ କହୁଛନ୍ତି। ବାଇବଲ ଲେଖା ଅଛି ପ୍ରଭୁଙ୍କ ଲୋକମାନେ ପ୍ରଭୁଙ୍କ ଠାରେ ଥିବା ଯେ କୌଣସି ବିଶ୍ୱାସ ମଧ୍ୟ ସେମାନେ ଯଦି ବାଗଦାନ ହେଇଥିବେ, ପ୍ରଭୁ ସହିତ ବାଗଦାନ ଅର୍ଥ କ'ଣ? ତାଙ୍କ ରକ୍ତରେ ଯେ ପ୍ରକାର ସେମାନେ ମିଳନ ହେଇଥିବେ, ତାଙ୍କ ରକ୍ତ ପାନ କରିଥିବେ, ପ୍ରଭୁ ସହିତ ଏକ ହେଇ କରିଥିବେ, ସେଇଟା ହେଉଛି ପ୍ରଭୁଙ୍କ ନାମରେ ବାଗଦାନ ସଦୃଶ୍ୟ। ସେଥି ଯୋଗୁଁ ପ୍ରଭୁ କହୁଛନ୍ତି ତମେ ଯଦି ମୋ ରକ୍ତ ମାଂସ ପାନ କରବ, ମୁଁ ତୁମଠାରେ ରହିବି, ତୁମମାନେ ମୋ ଠାରେ ରହିବ। ଏଇଟା ଅଲଗା ଲୋକ କହୁନାହାନ୍ତି, ପ୍ରଭୁ ଯୀଶୁ ନିଜେ କହୁଛନ୍ତି। ପ୍ରଭୁ ଲୋକମାନେ ସେ ବର କହୁଛନ୍ତି, ପ୍ରାଣ ପ୍ରିୟତମ କହୁଛନ୍ତି। ଦେଖନ୍ତୁ ସେ ପ୍ରକାର ପ୍ରତ୍ୟେକ ବିଶ୍ୱାସୀ ମାନେ ମଧ୍ୟ ପ୍ରଭୁଙ୍କ ଲୋକମାନେ, ପ୍ରତ୍ୟେକ ଭକ୍ତ ପରିବାର ମଧ୍ୟ, ପ୍ରତ୍ୟେକ ସାଧୁ ଲୋକମାନେ ମଧ୍ୟ ଆଜି ସେ ବାଗଦାନ ହେଇଥିଲେ। କେବଳ ସେ ରକ୍ତମାଂସ ପାନ କରିଥିଲେ, ଆମମାନଙ୍କୁ ବାଗଦାନ ସଦୃଶ ହେଇଥିବ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ସେମାନେ କହିପାରିବେ ହେ ପ୍ରଭୁ ଆସନ୍ତୁ ବୋଲି, ସେମାନେ କହିପାରିବେ ମାରନାଥା ବୋଲିକିନା। ଦେଖନ୍ତୁ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରତ୍ୟେକ ବିଶ୍ୱାସ ମାନେ ମଧ୍ୟ ପ୍ରଭୁଙ୍କ ନାମରେ ସେମାନେ ରକ୍ତମାଂସ ପାନ କରୁଛନ୍ତି, ବିଶ୍ୱସ୍ତ ହେଇକରି ଅଛନ୍ତି, ତାଙ୍କର ପଳର ପଦ ଚିହ୍ନି ଦେଇ ଚାଲିଛନ୍ତି। ସେଟା ଉତ୍ତମ କଥା। ମାତ୍ର ଏଇ ଯୋଉ ନିଜେ ନିଜେ ଯୋଉ କନ୍ୟା ସଜିତ ହେବାଟା ହଉଛି ସେଟା ବଡ ବିଷୟ ନାହିଁ। କନ୍ୟା ନିଜେ ସଜିତ ହେଇ ଅଛନ୍ତି, କେ ସେ କନ୍ୟାକୁ ସଜାଇ ଦେବେ ନାହିଁ, ନିଜେ ସଜା ହେବାର ଅଛି ପ୍ରଭୁଙ୍କ ଲୋକମାନେ। ତାହେଲେ ନିଜେ ସଜା ହେଲେ ସେମାନେ କହିପାରିବେ କି ହେ ପ୍ରଭୁ ଆସନ୍ତୁ। ଦେଖନ୍ତୁ ପ୍ରଭୁଙ୍କୁ ଡାକବା ଲୋକ, ହେ ପ୍ରଭୁ ଆସ ବୋଲି କହିବା ଲୋକ, ସେ କନ୍ୟା ସବୁଠାରୁ ଉତ୍ତମ କନ୍ୟା। এই ସଜିତ ହେବା କାରଣ କ'ଣ? এই ଯୋଉ ସଜିତ ହଉଛି, ସଜିତ ହେବା କାରଣ କ'ଣ? ପ୍ରଭୁଙ୍କ ଲୋକମାନେ ଆପଣମାନେ ଯେ ପ୍ରତ୍ୟେକ ବିଶ୍ୱାସ ମାନେ ମଧ୍ୟ ପ୍ରଭୁଙ୍କ ନାମ ରକ୍ତମାଂସ ପାନ କରୁଛନ୍ତି, ପ୍ରଭୁଙ୍କୁ ବିଶ୍ୱାସ କରୁଛନ୍ତି, ସେଇଟା ଉତ୍ତମ କଥା। ବାଗଦାନ ମାନେ ସେ ରକ୍ତ ଦ୍ୱାରା ବାଗଦାନ ମଧ୍ୟ ହଉଛି, ସେଇଟା ମଧ୍ୟ ଉତ୍ତମ କଥା। ମାତ୍ର ଯୋଉ ସଜିତ ହେବାଟା ହଉଛି ପ୍ରଭୁଙ୍କ ଲୋକମାନେ, ସେ ସଜିତ ହେବାଟା କ'ଣ? ଅପମାନ, ନିନ୍ଦା ଓ ତାଡ଼ନା ଓ କ୍ଲେଶକୁ ଆମେ ଧାରଣ କରିବାର ଅଛି, ଆପଣମାନେ ଧାରଣ କରିବାର ଅଛି। ସେଇଟା ହେଲା ସଜିତ। এই ଜଗତର ଯୋଉଟା ଅପମାନ, ନିନ୍ଦା ଓ ତାଡ଼ନା ଆସିବ, କ୍ଲେଶ ସହିକରି ମଧ୍ୟ ପ୍ରଭୁଙ୍କୁ ନ ଛାଡ଼ି ତାଙ୍କର ପଛରେ ଆମେ ଚାଲବାଟା, ତାଙ୍କର ପଳର ପଦ ଚିହ୍ନି ଚାଲବାଟା, ସେଇଟା ହେଉଛି ସଜିତ। ସେଥି ଯୋଗୁଁ ପ୍ରଭୁ କହୁଛନ୍ତି କି ତୁମେ ମାନେ ମୋର କ୍ରୁଶ ଘେନି ମୋର ପଛରେ ଚାଲ। ପ୍ରଭୁ କହୁଛନ୍ତି ପ୍ରଭୁଙ୍କ ଲୋକମାନେ, ସେ ବର କହୁଛନ୍ତି ମୋର କ୍ରୁଶ ଘେନି ମୋର ପଛରେ ତମେ ଚାଲ। ଏ ପ୍ରକାର କହୁଛନ୍ତି, ସେଇଟା ସଜିତ। ସେଇଟା ଯଦି ଆମମାନେ କ୍ଲେଶ ଆସିଲେ, ଅଳ୍ପ ନିନ୍ଦା ଓ ତାଡ଼ନା ଆସିଲେ ମଧ୍ୟ, ଟିକେ କଷ୍ଟ ଆସିଲେ ମଧ୍ୟ, ଆମମାନେ ଯଦି ପ୍ରଭୁଙ୍କୁ ଛାଡ଼ି ଆମେ ପଳାଇବୁ, ବରଙ୍କୁ ଛାଡ଼ି ପଳାଇବୁ, ତାହେଲେ ଆମେ ସଜିତ ହେଇପାରିବା କି? ତାହେଲେ ଆମମାନେ ମାରନାଥା କରବାର ଅସଭା ଦେଇପାରିବ କି? ତାହେଲେ ହେ ପ୍ରଭୁ ଆସନ୍ତୁ ବୋଲି ଆମେ କହିପାରିବୁ ପ୍ରଭୁ ଲୋକମାନେ। ଯଦି ଆମେ କ୍ଲେଶ ସହନ କରିପାରିବ ନାହିଁ, କ୍ଲେଶ ଆସିଲେ ଆମେ ପ୍ରଭୁଙ୍କୁ ବରକୁ ଛାଡ଼ିକି ଆମେ ପଳାଇବୁ, ନିଜର ଇଚ୍ଛାରେ ରହିଯିବୁ, ତାହେଲେ ଆମେ କେଉଁ ସମୟରେ ହେ ପ୍ରଭୁ ଆସ ବୋଲି କହିପାରିବୁ? ଅଧିକାର ଥାଇପାରିବ କି? ଥାଇପାରିବ ନାହିଁ। ସେ ଶକ୍ତି ମଧ୍ୟ ରହିବ ନାହିଁ। ସେଇ ପ୍ରକାର ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ସନ୍ତାନ ମାନେ ଦେଖନ୍ତୁ, ଏଇଟାରେ ଏଇ ସଜିତ ଥିବା କନ୍ୟା ସର୍ବ ଜାଗାରେ ବର ସହିତ ବୁଲିବେ, ଭ୍ରମଣ କରିବେ। ଆଜି ପଲିଗ୍ରାମରେ ମଧ୍ୟ ବର ସହିତ ମିଳନ ହେଇକରି ସେମାନେ ଯିବେ, କାରଣ ସେମାନଙ୍କ ସହିତ ପ୍ରଭୁ ସହିତ ସେ ବର ସହିତ ବାଗଦାନ ହେଇଥିବେ, ତାପରେ ସଜିତ ହେଇଥିବେ। ତାପରେ ସେ ବରକୁ ଡାକି ନେଇକିନା ଆଜି ପଲିଗ୍ରାମରେ ମଧ୍ୟ ଏ କନ୍ୟା କେବଳ ବରକୁ ଡାକି ନେଇ ବୁଲାଇବେ। ଦେଖନ୍ତୁ ଏଠାରେ ମଧ୍ୟ ଟିକେ ଲାଷ୍ଟ ବାକ୍ୟ ଟିକେ ଦେଖବା, ତାର ପରମ ଗୀତ ତାର 7 ପଦ ତାର 11 ପଦରେ ପଢ଼ନ୍ତୁ।
ପରମ ଗୀତ 7 ପର୍ବ ତାର 11 ପଦ। ଆସ ମୋ ପ୍ରିୟତମ ଆମ୍ଭେମାନେ କ୍ଷେତ୍ରକୁ ଯାଉ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ଏଠାରେ ମଧ୍ୟ କିସ ଲେଖା ଅଛି? ଆସ ମୋ ପ୍ରିୟତମ ଲେଖା ଅଛି। ଇ ଆସ କିଏ କହୁଛନ୍ତି? ଆମମାନେ ପ୍ରକାଶରେ ଦେଖ ଆମେ ଗଲୁ ଏଠାରେ, ତାପରେ କରନ୍ତରେ ମଧ୍ୟ ପ୍ରଥମ କରନ୍ତରେ ଦେଖା ହବେ ଗଲୁ, ସିଜାର ମାରଣତା ଅଛି। ପ୍ରକାଶରେ ଲେଖା ଅଛି ହେ ପ୍ରଭୁ ଆସନ୍ତୁ ବୋଲି ଏ ପ୍ରକାର କହୁଛନ୍ତି କନ୍ୟା। আর এই প্রকাশে অনিশ্রম লেখা আছে আস মানে আনন্দ করু আস বলে কহিল কিଏ? ସେ କନ୍ୟା ହିଁ କହୁଛନ୍ତି। ସଜି ଦେଇଥିବା ଲୋକ କିଏ? ସେ କନ୍ୟା ହିଁ ସଜି ଦେଇଅଛନ୍ତି। ସେ ପ୍ରକାର ପ୍ରଭୁଙ୍କ ଲୋକମାନେ ଏଠାରେ ମଧ୍ୟ ପରମ ଗୀତରେ ମଧ୍ୟ ସେ ପ୍ରକାର ଲେଖା ଅଛି ଆସ ମାନେ କେବଳ ଆସ ମାନେ ପଢନ୍ତୁ, ସେ ଯାହା ଲେଖା ଅଛି କିସ ବୋଲି? ଆସ ମୋ ପ୍ରିୟତମ ଆମ୍ଭେମାନେ କ୍ଷେତ୍ରକୁ ଯାଉ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ଏଠାରେ କନ୍ୟା କହୁଛନ୍ତି ବରକୁ ଆସ ମୋ ପ୍ରିୟତମ ଆମେ କ୍ଷେତ୍ରକୁ ଯାଉ। ଆମ୍ଭେମାନେ ପଲ୍ଲୀ ଗ୍ରାମରେ କାଳକ୍ଷେପଣ କରୁ। ମାନେ ପଲ୍ଲୀ ଗ୍ରାମରେ କାଳକ୍ଷେପଣ କରୁ। କାହାକୁ ଡାକୁ ନେଉଛନ୍ତି? ଏଠାରେ ବରକୁ ଡାକି ନେଉଛନ୍ତି। ଇ କନ୍ୟା ଆସ ବୋଲିକରି ବରକୁ ଡାକି ନେଉଛନ୍ତି। ପଲ୍ଲୀ ଗ୍ରାମରେ ବୁଲବା, ସେ ଜାଗାରେ ଆମମାନେ କାଳକ୍ଷେପଣ କରିବା, ସେ ବଗିଚାରେ ଯିବା, ମାନେ ସେ ବଗିଚାରେ ଫଳ ଫଳୁଛି କି ନାହିଁ ଆମେ ସେ ଦେଖିବା ସେଠାରେ। এই প্রকার কন্যা বরକୁ ডাকি ନେଉଛନ୍ତି ପ୍ରଭୁଙ୍କ ଲୋକମାନେ। କେତେ ଆନନ୍ଦରେ ପୂର୍ଣ୍ଣରେ ଏ କନ୍ୟା ଅଛନ୍ତି। ଦେଖନ୍ତୁ କି ପ୍ରକାର ସଜ୍ଜିତ ହେଇକରି ଅଛନ୍ତି କନ୍ୟା, କି ପ୍ରକାର ଅଧିକାର ପାଇଛନ୍ତି କନ୍ୟା। ବରକୁ ଡାକି ନେଇ ସେ ଭ୍ରମଣ କରୁଛନ୍ତି, ବୁଲାଉଛନ୍ତି, ପଲ୍ଲୀଗ୍ରାମରେ ବୁଲାଉଛନ୍ତି। ସେ ପ୍ରକାର ପ୍ରଭୁଙ୍କ ଲୋକମାନେ ଆପଣମାନେ ଯଦି ସେ ପ୍ରଭୁଙ୍କ ନାମରେ ବାଗଦାନ ହେଇଥିଲେ ମଧ୍ୟ, ପ୍ରଭୁ ରକ୍ତମାଂସ ପାନ କରିଥିଲେ ମଧ୍ୟ ମାତ୍ର ସଜିତ ଦେବାର ଅଛି। ଯଦି ଆମେ ପ୍ରଭୁ ନାମରେ ରକ୍ତମାଂସ ପାନ କରୁଅଛୁ, ଆମମାନେ ମଧ୍ୟ ପ୍ରଭୁଙ୍କ ନାମରେ ବାଗଦାନ ହେଇଅଛୁ, ଆମମାନେ ମଧ୍ୟ ପ୍ରଭୁଙ୍କୁ ଡାକି ପାରବା, ମାରନାଥା ବୋଲି କହିପାରବା, ହେ ପ୍ରଭୁ ଆସୁ ବୋଲି କହିପାରବା। এই ପ୍ରକାର ଆମମାନଙ୍କ ଅନୁଭବ ଥିବ। ମାତ୍ର ପ୍ରଭୁଙ୍କ ଲୋକମାନେ ସଜିତ ଥିବାର ଅଛି। ସଜିତ ହେଲା ପରେ ଆଜି ପଲ୍ଲୀଗ୍ରାମରେ ବର ସହିତ ବୁଲବାର ଅଛି। ଏଠାରେ ଆମମାନେ କହିବା କଥା ନୁହେଁ, ଏଠାରେ ବାଇବଲ ଲେଖା ଅଛି ପ୍ରଭୁଙ୍କ ଲୋକମାନେ ଆସ ମୋର ପ୍ରିୟତମ ଆମେ ପଲ୍ଲୀଗ୍ରାମରେ କାଳକ୍ଷେପଣ କରିବା। এই ପ୍ରକାର କନ୍ୟା କହୁଛନ୍ତି। সেই ପ୍ରକାର ପ୍ରଭୁଙ୍କ ଲୋକମାନେ ଆମମାନେ ମଧ୍ୟ ଯଦି ସଜି ଦେଇଥିବା ତାହେଲେ ଆମମାନେ ମଧ୍ୟ ବର ସହିତ କେବଳ ଆମମାନେ ପ୍ରତ୍ୟେକ ପଲ୍ଲୀଗ୍ରାମରେ ବୁଲି ପାରିବା। ଦେଖନ୍ତୁ ସେ ପଲ୍ଲୀଗ୍ରାମରେ ବିଶ୍ରାମ ଅଳ୍ପ ବୁଝିବା ତଳେ ଟିକେ ପଢନ୍ତୁ। ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷା କ୍ଷେତ୍ରକୁ ଯାଉ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ଅତି ପ୍ରଭାତରେ ଏଟା ଲେଖା ଅଛି, ଦିନରେ ବୋଲି ଏଟା ଲେଖା ନାହିଁ। ଅତି ପ୍ରଭାତରେ ଆମମାନେ ଯିବା। କାହା ସହିତ ଏଠାରେ ଲେଖା ଅଛି? ବର ସହିତ। ଏଠାରେ କନ୍ୟା ଡାକୁ ନେଉଛନ୍ତି ବରକୁ ଅତି ପ୍ରଭାତରେ ଯିବା ବୋଲି କହୁଛନ୍ତି। ଅତି ପ୍ରଭାତରେ କୋଉଠି ଯିବା ବୋଲି କହୁଛନ୍ତି? ସେ କ୍ଷେତ୍ରକୁ ଯିବା ବୋଲି କହୁଛନ୍ତି, ସେ ବଗିଚାରେ ଯିବା ବୋଲି କହୁଛନ୍ତି, ସେ ଜାଗାରେ ଯୋଉ ଗଛ ଅଛି ସେ ଫଳ ଫଳୁଛି କି ନାହିଁ ଆମେ ଦେଖିବା ବୋଲି କହୁଛନ୍ତି। ପ୍ରଭୁଙ୍କ ଲୋକମାନେ କିସ୍ ପାଇଁ ଯାଉଛନ୍ତି? ପ୍ରଭୁଙ୍କ ଲୋକମାନେ ଏ କନ୍ୟା କିସ୍ ପାଇଁ ଡାକି ନେଉଛନ୍ତି? ଦେଖନ୍ତୁ ପ୍ରତ୍ୟେକ ଜଗତର ବିଶ୍ୱାସ ଯୋଉ ବିଶ୍ୱାସ ମାନେ ଅଛନ୍ତି ସେମାନଙ୍କ ପାଖରେ ଏ କନ୍ୟା ବର ବୁଲିବା ପାଇଁ ଯାଉଛନ୍ତି। ପ୍ରତ୍ୟେକ ଜଗତର ବିଶ୍ୱାସ ମାନେ ଅଛନ୍ତି ପ୍ରଭୁଙ୍କ ଲୋକମାନେ, ସେମାନଙ୍କ ପାଖରେ କେବଳ ବର କନ୍ୟା ମିଳନ ହେଇକିନା ସେମାନଙ୍କ ପାଖରେ ଯାଇଛନ୍ତି। ବରଙ୍କର କ୍ଷେତ୍ର କଣ? ପ୍ରଭୁ ଯୀଶୁଙ୍କର କ୍ଷେତ୍ର କଣ? ଦେଖନ୍ତୁ ଏଟା ଲେଖା ଅଛି ତୁମମାନେ ଈଶ୍ୱରଙ୍କର କ୍ଷେତ୍ର ବୋଲି ଲେଖା ଅଛି ବାଇବଲରେ। সেই ପ୍ରକାର ପ୍ରଭୁଙ୍କ ଲୋକ ମାନେ ପ୍ରତ୍ୟେକ ଲୋକ ପ୍ରଭୁଙ୍କର ଆମ ଗୋଟେ କ୍ଷେତ୍ର। ପ୍ରଭୁଙ୍କର ଗୋଟେ ପ୍ରତ୍ୟେକ ଲୋକ ବିଶ୍ୱାସୀ ମାନଙ୍କ ଗୋଟେ ବଗିଚା ସଦୃଶ। ତାଙ୍କେ ଆସିବେ, ତାଙ୍କେ ଆସିଲା ପରେ ସେମାନେ আমার পাখে আমানে ফল ফলছে কি নাই তাকে দেখবে। জগতের প্রত্যেক বিশ্বাস মন পাখে যাবে, বড় কন্যা যাই সে জায়গায় দেখবে কেবল বিশ্বাস মানে কোন প্রকার স্থিতিরে অଛନ୍ତି।
एमाने फल फलुछंती कि नहीं, एमाने अति दिवारात्र उठी होछंती कि नहीं, प्रभात रे सान्निध्य ध्यान रे होछंती कि नहीं, एमान ध्यान प्रार्थना करछंती कि नहीं, ए सब देखवा पाए ए कन्या बरक डाकन होछंती आमे अति प्रभात रे जीवा, पलिग्राम रे जीवा। पलिग्राम रे तार कोन काम अछि प्रभु लोक माने, ए कन्यार बर कोन काम अछि, ए पलिग्राम रे प्रत्येक विश्वासी माने थिबे, से माने प्रभात रे व दिवारात रे सान्निध्य करि अछंती कि नै बोले ए बर कन्या देखवा पाई जिबे। सेति जोगु एटारे मध्य कन्या कहते आस मो प्रियतम आमे क्षेत्र को जाओ। से क्षेत्र के जगतर विश्वासी मान, से क्षेत्र जगतर साधु माने प्रभु जीशुଙ୍କର क्षेत्र, से माने बुलवा पे आसबे, से माने देखबे। जदि आमने अति प्रभात रे ध्यान करनथेबो, अति दिवारात रे ध्यान करनथेबो, ताले से माने देखि कि ना से माने कहबे से समय सेटा लेखा আছে। देखो सेटा हम टिके पढ़ि देबा, पढ़ंतो। अति प्रभात रे आम्भे माने अति प्रभात रे द्राक्षा क्षेत्र को जाऊ, द्राक्षा लता पल्लवित और तहिर पुष्प प्रस्फुटित और डालिंब पुष्पित होइछि कि नाही ताहा देखु। देखंतु प्रभु लोक माने एटा हम सेबर लेखा আছে षष्ठ रूपे, सिया से फल फल कि नहीं देखवा, अर्थात से माने सान्निध्य करछंती कि नहीं, अति दिवारात रे ध्यान करि अछंती कि नहीं। प्रभु लोक माने ई जगतर विश्वास माने होछंती प्रभुଙ୍କର गोट क्षेत्र। आमने फल फलवा कारण आमने अति दिवारात रे जदि हम सान्निध्य ध्यान रे थिबा, ताले आमन जो फल होछि कोन फल सेटा केवल परेश्वर मध्य से माने असुस्थ थिले मध्य से मानको से विश्वास माने जदि प्रार्थना करबे से सुस्थ लाभ पाई पारबे। सीटा मध्य गोटे फल तांकर पाए से सुस्थ होला परे से गोटे फल मिलबो। मात्र एटा देखो गले प्रत्येक विश्वास न पाखरे बड़ कन्या बोलबे, भ्रमण करबे, प्रत्येक अति प्रभात रे बोलबे। प्रभु लोक माने केवल आमानकर जो विश्वास माने ध्यान रे अछंती कि नहीं, फल फल अछंती कि नहीं, ए माने बोलबे। सीटा होछि सजित कन्या प्रभु लोक माने से माने मारणाता करि पारबे, से माने कहि पारबे जे कोन समय हे प्रभु आसंत बोले से माने कहि पारबे। प्रभु जो समय आसले मध्य से सजित कन्या चिंता थिबो नहीं, से माने कोन से संदेह मध्य थिबो नहीं, मन रे कोन से अविश्वास थिबो नहीं। प्रभु जो समय आसले मध्य से आनंद करथिबे, कारण प्रभु सहित गुटे संगे मिलने से बोलुथिबे। से चिंता थिबो कि प्रभु डाकवा पाए मारणाता करबे, से चिंता थिबो कि गुटे थोर मारणाता करने 100 गुण मत मारणाता करि पारबे। से मारणाता अर्थ से प्रभु आसंत बोले से माने डाक पकाइबे, प्रभु को डाकुथिबे प्रभु लोक माने। मात्र देखंतु प्रभु को लोक माने प्रभुଙ୍କର अनुग्रह कि प्रभुଙ୍କର दया जे आमानकर जो बाइबल मिशन रे गुटे अछि मारणाथा, एडा होछि प्रत्येक किछि जानि नथिबा प्राणमण पाखरे मध्य प्रभु गोटे अनुग्रह दान करछंती, गोटे पुरस्कार दान करछंती। ए जगत रे अर्थात ए भारत रे मध्य बा जगत रे मध्य गोटे पुरस्कार दान करछंती प्रभु। किस पुरस्कार दान करछंती आपण मान को मध्य हो, प्रत्येक विश्वास मान मध्य हो। प्रभु को लोक माने एडा मारणाता विषय सुन सारछ कि मारणाता कि प्रकार लोक करबे, से माने सजित हेतला लोक माने करि पारबे। निजे हम सजित हलार नहीं, आम जगत रे निजर इच्छा थिबा, निजर इच्छा रे बोलुथिबा, निजर इच्छा रे कार्य करथिबा। अरे आमने कोई पारबो हे प्रभु शीघ्र आसंतो, आम रेडी रहछो, आम सजित करछो, तमे आसले भारी जीवा एबार कोई पारबो कि प्रभु लोक माने एबार सांस मत आसबो नहीं, स्व शक्ति मत आसबो नहीं। आमने प्रार्थना करो प्रभु, आमने सजित हलार नहीं, ठीक आगमन विलम्ब हेले मध्य ही थांता आम सजित हलार नहीं, सजित हेबार अछि ए कथा आम कहि पारो प्रभु लोक माने। मात्र शीघ्र आसंत बोले कहि पारबो नहीं। शीघ्र आस आम रेडी करो छो, तमे आसला आम जीवा बोली पर कहि पारबो नहीं।
से प्रकार स्थित आम अच्छे प्रभु लोक मैंने देखो तो से प्रकार प्रभुଙ୍କର ସନ୍ତାନ ମାନେ ଏଇଟାର ଗୋଟେ ବଡ଼ ବରଦାନ ଗୋଟେ ପ୍ରଭୁ ଆମମାନଙ୍କୁ ଦାନ କରୁଛନ୍ତି। ପ୍ରତ୍ୟେକ ବାୟୁନିଷ୍ଠନ ଭିତରେ ଯେତେ ପ୍ରାଣୀ ଅଛନ୍ତି ପ୍ରଭୁଙ୍କ ଲୋକମାନେ ସେମାନଙ୍କ ପାଇଁ ଗୋଟେ ପୁରସ୍କାର ସେଇଟା, ପ୍ରଭୁଙ୍କର ଗୋଟେ ଅନୁଗ୍ରହ ସେଇଟା, ପ୍ରଭୁଙ୍କର ଗୋଟେ ଦୟା ସେଇଟା, ପ୍ରଭୁଙ୍କର ଗୋଟେ ପ୍ରେମ ସେଇଟା ଯେ କିଛି ନ ଜାଣିଥିବା ପ୍ରାଣୀମାନେ ମଧ୍ୟ ପ୍ରଭୁଙ୍କ ଲୋକମାନେ ମାରଣାତା କରୁଛନ୍ତି। এই মারণতা অর্থ হচ্ছে প্রভু আসন্তু, এটা আমি শুনি সারছু বুঝি সারছু, মাত্র কেতে প্রভু বাୟୁନିଷ୍ଠନ ଗୋଟେ ବରଦାନ ଦାନ କରୁଛନ୍ତି କି ମାରଣାତା କରବାର ଗୋଟେ ବରଦାନ ଦାନ କରୁଛନ୍ତି। ସେଇ ବରଦାନ ଯେ ଏଇ ମାରଣାତା କର ଲୋକମାନେ କୋଉ ଲୋକମାନେ କରୁଛନ୍ତି, ଏମାନଙ୍କୁ ବାୟୁନିଷ୍ଠନ ଭିତରେ ଥିବା ଲୋକମାନଙ୍କୁ ଗୋଟେ ବିଶ୍ୱାସ ଅଛି, ସମ୍ପୂର୍ଣ୍ଣ ଗୋଟେ ବିଶ୍ୱାସ ଅଛି। କୋଉ ବିଶ୍ୱାସ ଅଛି? ପ୍ରଭୁ ଆସିଲେ ମଧ୍ୟ ଆମେ ଯିବା। କେବଳ ମାରଣାତାରେ ସେ ପ୍ରକାର ତାଙ୍କର ବିଶ୍ୱାସ ଅଛି। ପ୍ରତ୍ୟେକ ବାୟୁନିଷ୍ଠନ ଭିତରେ ଥିବା ମଣ୍ଡଳୀ ପରିବାର ମନୁଷ୍ୟଙ୍କର ବିଶ୍ୱାସ ଅଛି କି ଏ ମାରଣାତାଙ୍କର ଅର୍ଥ ହେଉଛି ହେ ପ୍ରଭୁ ଆସନ୍ତୁ। ମାତ୍ର ବିଶ୍ୱାସ ଦ୍ୱାରା ସେମାନେ ଡାକୁଛନ୍ତି କି ମାରଣାତା। ସେଥିଯୋଗୁଁ ପ୍ରଭୁଙ୍କ ଲୋକମାନେ ଯେଉଁ ଆମମାନଙ୍କର ଭକ୍ତ କେବଳ ସ୍ୱର୍ଗଠାରୁ କେବଳ ଏଇ ଜଗତକୁ କେବଳ ପୁରସ୍କାର ପାଇଲେ, ସେ ପୁରସ୍କାର ପ୍ରତ୍ୟେକ ମଣ୍ଡଳୀ ପରିବାର ପାଉଛନ୍ତି ପ୍ରଭୁଙ୍କ ଲୋକମାନେ। সেই প্রকার দেখন্তু আমମାନେ ସାନ୍ନିଧ୍ୟରେ ଆମେ ଥିଲେ ଆମେ ସର୍ବ ବିଷୟ ମାନେ ପ୍ରଭୁଙ୍କ ବିଷୟରେ ବୁଝିପାରବା, ପ୍ରଭୁଙ୍କ ବିଷୟରେ ଜାଣିପାରବା। ପ୍ରଭୁଙ୍କ ବିଷୟରେ ଆମମାନେ ସର୍ବ ବିଷୟ ମାନେ ବୁଝି ଜାଣିକିନା ତାଙ୍କର ପୌର ପଦଚିହ୍ନ ଦେଇ ଆମେ ଚାଲିପାରବା। ଯଦି ଆମେ ସାନ୍ନିଧ୍ୟ କରବା ନାହିଁ, ଆମେ ଧ୍ୟାନ କରବା ନାହିଁ, ଆମ ବାକ୍ୟର ମର୍ମ ମଧ୍ୟ ପ୍ରଭୁଙ୍କ ଲୋକମାନେ ବୁଝିପାରବା ନାହିଁ। ଦେଖନ୍ତୁ ଆମମାନେ ଏ ପ୍ରଥମରେ କିଛିଟା ବୁଝି ସାରିଲୁ ଆମମାନେ ମାରଣାତା ଅର୍ଥ। এই মারণতা অর্থ বিষয়ে আমি বুঝি সারলু যে এই মারণতা করবা পাই মধ্য অধিকার মতো নাই, মাত্র প্রভুঙ্কর অনুগ্রহ দান করছন্তি, প্রভুঙ্কর গোটে প্রেম দান করছন্তি, প্রভুঙ্কর গোটে দয়া দান করছন্তি, প্রভু গোটে পুরস্কার দান করছন্তি কি ଆମମାନଙ୍କର ଭକ୍ତ ଦେହ ଅବଶ୍ୟତାକୁ କେବଳ ସେ ବାୟୁନିଷ୍ଠନ ଦାନ କଲେ। ସେ ବାୟୁନିଷ୍ଠନ ତରଫ ଦ୍ୱାରା ଆମର ପ୍ରତ୍ୟେକ ବାୟୁନିଷ୍ଠନ ମଣ୍ଡଳୀ ପରିବାର ଅଛୁ ଗୋଟେ ପୁରସ୍କାର ଦାନ କଲେ କି ଆମମାନଙ୍କୁ ମାରଣାତା କର ଗୋଟେ ସୁଯୋଗ ଦାନ କଲେ। এই ମାରଣାତା କର ଅର୍ଥ ଆମେ ବୁଝି ସାରିଛୁ ଯେ ସେ ଅନୁଗ୍ରହ ସେ ଦୟା ଅଛି ପ୍ରଭୁଙ୍କ ଠାରେ। ସେଥିପାଇଁ ପ୍ରଭୁଙ୍କ ଲୋକମାନେ ଆପଣମାନେ ପ୍ରତ୍ୟେକ ବିଶ୍ୱାସ ମାନେ ମଧ୍ୟ ମାରଣାତା ଯେ ପ୍ରକାର କରୁଛୁ ଆମେ ନିଜେ ସଚେତ ଦେବାର ଅଛି। ତାହେଲେ ମାରଣାତା କରବାର ସଭା ଗୋଟେ ଦେବ। এই ଅଳ୍ପ ବାକ୍ୟ ପ୍ରଭୁ ଆମ ସମସ୍ତଙ୍କୁ ତାଙ୍କର ଅନୁଗ୍ରହ ଦୟା ଦ୍ୱାରା ପ୍ରେମ ଦ୍ୱାରା ଆମେ ଯେମିତିକି ସଚେତ କନ୍ୟା ହେଇକିନା ଆମମାନେ ସର୍ବଦା ଆମେ ପ୍ରଭୁଙ୍କୁ ଡାକିପାରବା ଯେ ହେ ପ୍ରଭୁ ଆସନ୍ତୁ। ସର୍ବଦା ଅର୍ଥ ହେଉଛି ପ୍ରଭୁଙ୍କ ଲୋକମାନେ ଆମେ ଯେତେ ଥର ମାରଣାତା କରିବୁ ସେତେ ଥର ଆମେ ଡାକ ପକାଇବା ସଦୃଶ ହେଉଛି ହେ ପ୍ରଭୁ ଆସନ୍ତୁ। ହେ ପ୍ରଭୁ ଆସନ୍ତୁ ବୋଲି କହିବା ଲୋକମାନେ ଆମେ ଶୁଣି ସାରିଛୁ, ସେମାନେ ରେଡି କରିଥିବେ। ବାଗଦାନ ହେଇଥିବା କନ୍ୟା ରେଡି କରିଥିବେ। ବର ଯେଉଁ ସମୟରେ ଆସିଲେ ମଧ୍ୟ ବର ଆସିବା ସମୟରେ କନ୍ୟା ପଳାଇବେ ବର ସହିତ, ରେଡି କରିଥିବେ ସେମାନେ। ସେଥିଯୋଗୁଁ ଆମମାନଙ୍କ ପ୍ରାଣ ପ୍ରଥମ କହୁଛନ୍ତି କି ଆଗମନ ହେବା ସମୟରେ ତମେ କ୍ଷତିରେ ଥିଲେ ମଧ୍ୟ ତମେ ପଳାଇ ଯାଅ ନାହିଁ, ସେ କ୍ଷତିରେ ରହିଯାଅ। ତମେ ଘର ଭିତରେ ଥିଲେ ମଧ୍ୟ তুমি ବାହାରେ ଯାଅ ନାହିଁ, ସେ ଘରେ ରହିଯାଅ। তুমি ବାହାରେ ଥିଲେ ମଧ୍ୟ তুমি ଘରେ ପଳାଅ ନାହିଁ, ସେ ବାହାରେ তুমি ରହିଯାଅ। କେବଳ ଆମମାନଙ୍କୁ ପ୍ରାଣ ପ୍ରଥମ କହୁଛନ୍ତି। ସେ ପ୍ରକାର ସମୟ ମଧ୍ୟ ନାହିଁ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ସନ୍ତାନ ମାନେ। ସେଥି ଯୋଗୁଁ ଏ ରେଡିରେ ଥିବା ଲୋକମାନେ ଶୀଘ୍ର ଆସନ୍ତୁ ବୋଲି ସେମାନେ ତାଙ୍କର ଆତ୍ମା ଉଚ୍ଛାଟିଥିବ, ଉଚ୍ଛିଲି ପଡ଼ିଥିବ। ଯେଉଁ ସମୟରେ ଆମମାନଙ୍କ ପ୍ରାଣ ପ୍ରଥମ ଆସିବ ସେ ସମୟରେ ପ୍ରଭୁ ସହିତ ଆମେ ବାହାରି ଯିବୁ। ଏଇଟା ହେଉଛି ସଚେତ ଥିବା କନ୍ୟାର ଗୁଣଗାନ ଥିବ। ଆପଣମାନେ ଜାଣନ୍ତୁ ପ୍ରଭୁଙ୍କ ଲୋକମାନେ, ଆପଣମାନେ ଶୁଣନ୍ତୁ ଯେ ଆମମାନେ କେଉଁ ସ୍ଥିତିରେ ଅଛୁ ଆମେ ନିଜେ ଆଲୋଚନା କରିବାର ଅଛି। ଆମେ କେଉଁ ପାଉଚରେ ଅଛୁ ଯେ ଆମେ ମାରଣାତା କରୁଛୁ, କେଉଁ ପାଉଚରେ ଅଛୁ? ରେଡିରେ ଅଛୁ କି ରେଡିରେ ନାହିଁ?
ଆମେ ସଜିତ ହେଇକି ଅଛୁ କି ସଜିତରେ ନାହିଁ। ସେଥିଯୋଗୁଁ ଆମେ ଯଦି ସଜିତ ନଥିଲେ ପ୍ରଭୁଙ୍କ ଲୋକମାନେ, ଯଦି ଆମମାନେ ରେଡି ମଧ୍ୟ ହେଇନଥିଲେ, ଆମମାନେ ଆଜିଠାରୁ ରେଡି କରିବାର ଅଛି। ଆମେ ସଜିତ ଦେବାର ଅଛି। ଆଉ ମାରଣାତା କରିବାର ଗୋଟେ ସଭା ଦେଲା ସଦୃଶ ମଧ୍ୟ ଆମମାନେ କରିବାର ଅଛି। ପ୍ରଭୁଙ୍କ ଲୋକମାନେ, ଏଇଟା ଯେ ଆପଣମାନେ ଯେ ଆମେମାନେ ପ୍ରତ୍ୟେକ ବିଶ୍ୱସନ ମଧ୍ୟ ଗୋଟେ ପୁରସ୍କାର ଆମେ ପାଇଅଛୁ ଯେ ଆମମାନଙ୍କ ଭକ୍ତ ଦେବଦୂତଙ୍କ ଦ୍ୱାରା ତାଙ୍କର ବାୟୁମିଶନ ତରଫ ଦ୍ୱାରା ଆମକୁ ଗୋଟେ ମହାନ ପୁରସ୍କାର ଆମମାନଙ୍କୁ ମିଳୁଛି ଯେ ମାରଣାତା କରିବା ଗୋଟେ ପୁରସ୍କାର ମିଳୁଛି ଆମକୁ। ଏଇ ଅଳ୍ପ ବାକ୍ୟ ଦ୍ୱାରା ପ୍ରଭୁ ସମସ୍ତଙ୍କୁ ତାଙ୍କର ଅନୁଗ୍ରହ ଦେଇ, ଯେମିତିକି ପ୍ରଭୁ ଯେଉଁ ସମୟରେ ଆସିଲେ ମଧ୍ୟ ଆମେ କପୋତ ଉପରେ ତିଆରି ହୋଇ ତାଙ୍କର ମେଘରେ ଆମେ ଚଢ଼ି ପାରବା। ପ୍ରତ୍ୟେକ ବିଶ୍ୱାସୀ ମାନେ, ପ୍ରତ୍ୟେକ ଭକ୍ତମାନେ, ପ୍ରତ୍ୟେକ ସାଧୁମାନେ এই সৌভাগ্য আশীর্বাদ প্রভু ଆମ ସମସ୍ତଙ୍କୁ ଦାନ କରନ୍ତୁ। ଆମେନ୍। ମରଣାଥା।